ନାରଦଙ୍କ ପାଖରୁ ଦେବଳ ଋଷି, ବ୍ୟାସ ଋଷି, ଶୁକ ଋଷି, ପରାଶର ଋଷି, ବଶିଷ୍ଠ ଋଷି, ବିଶ୍ୱାମିତ୍ର ଋଷି, ଏଇ 8 ଋଷି ବିରାଜମାନ କରନ୍ତି। ଆଉ ରଥର ଅଧିଶ୍ୱତ ମହାପ୍ରଭୁ ସ୍ୱୟଂ ଜଗନ୍ନାଥ ନହେଲେ ଚଳନ୍ତି ପ୍ରତିମା ଯେତେବେଳେ ଆସିବେ, ବିମାନରେ ଆସିବେ ଯେତେବେଳେ ମଦନ ମୋହନ ଯିବେ ଆଉ, ଏବଂ ସେଇଠିକି ମଧ୍ୟ ମଦନ ମୋହନ ଆସନ୍ତି। ରଥର ଅଧୀଶ୍ୱର ଭାବରେ ଆସନ୍ତି ଶ୍ରୀ ଜଗନ୍ନାଥ ଏବଂ ମଦନ ମୋହନ। ଆଉ ରଥର ଗୋଟେ ଚାନ୍ଦୁଆ କଥା ମଧ୍ୟ ଅଛି। ଯୋଉ ଚାନ୍ଦୁଆ ଟଣା ହୁଏ ମହାପ୍ରଭୁ ଜଗନ୍ନାଥଙ୍କ ଉପରେ, ତା ନାଁ ହଉଛି କନକ ମୁଣ୍ଡାଇ ଚାନ୍ଦୁଆ। ଚାନ୍ଦୁଆ ଉପରେ ଦିଆଯାଏ। ଦେଖିବେ ଯେତେବେଳେ ଠାକୁର ଘର ଯେତେବେଳେ ଘର ମାନଙ୍କରେ କରନ୍ତି, ଯୋଉ ଠାକୁରଙ୍କ ଉପରଟା ଗୋଟେ ଚାନ୍ଦୁଆ ଦିଆଯାଏ। ଯୋଉଠି ମନ୍ଦିର ହେଇଥିବ ଦେଖିବେ ମନ୍ଦିର ଉପରେ ଗୋଟେ ଚାନ୍ଦୁଆ ପ୍ରଭୁଙ୍କ ଉପରେ ରଖାଯାଏ। ଏଗୁଡିକ ହଉଛି ବିଧି ବିଧାନ। ତେଣୁକରି ନନ୍ଦିଘୋଷ ରଥରେ ଯୋଉ ଚାନ୍ଦୁଆଟି ବ୍ୟବହାର କରାଯାଏ ମହାପ୍ରଭୁ ଜଗନ୍ନାଥଙ୍କର ଉପରେ, ତା ନାଁ ହଉଛି କନକ ମୁଣ୍ଡାଇ ଚାନ୍ଦୁଆ। ଆଉ ଏଇ ରଥର ଶକ୍ତି କିଏ ଜାଣନ୍ତି? ଏ ଶକ୍ତି ହଉଛି ମା ବିରଜା ସ୍ୱୟଂ। ଏବେ ଅନେକ କଥା ଆସିଲେ ଏ ସମ୍ପର୍କରେ ଅଧିକ ଚର୍ଚ୍ଚା ଆମେ କରିବା। ତେବେ ବଡ କଥା ଆସିବା ତାଳଧ୍ୱଜ ରଥ। ତାଳଧ୍ୱଜ ରଥ ବଳଭଦ୍ରଙ୍କର। ଏଇ ରଥକୁ ଜୀବନ ବେଦ ବୋଲି କହନ୍ତି। ବଳଭଦ୍ରଙ୍କ ରଥକୁ ଜୀବନ ବେଦ ବୋଲି କହନ୍ତି। ଆମେ ଯେମିତି ଋକ୍ ବେଦ, ସାମ ବେଦ, ଯଜୁର୍ବେଦ, ଅଥର୍ବ ବେଦ ଏବଂ ଯାହା କହନ୍ତି ଋକ୍, ସାମ, ଯଜୁ, ଅଥର୍ବ ଏବଂ ତତ୍ ସହିତ ଆମେ ଆଉ ଗୋଟିଏ ବେଦ କହୁ, ନିତ୍ୟ ବେଦ ବୋଲି କହୁ। ଆମେ ଏବେ ପାଠ ପଢା ପିଲାଙ୍କ ଭିତରେ ନାଟ୍ୟ ଶାସ୍ତ୍ରକୁ ନାଟ୍ୟ ବେଦ ବୋଲି କହୁ ବା ନାଟକକୁ ନାଟ୍ୟ ବେଦ ବୋଲି କହୁ। କିନ୍ତୁ ଗୋଟିଏ ବେଦ ହଉଛି ଯାହା ଗର୍ଭ ନିର୍ଣ୍ଣୟ ବୋଲି କୁହନ୍ତି, ତାହାକୁ ଗୋଟେ ସ୍ୱତନ୍ତ୍ର ବେଦ ବୋଲି କହନ୍ତି। ଋକ୍, ସାମ, ଯଜୁ, ଅଥର୍ବ ଏବଂ ମାତୃ ଗର୍ଭ ନିର୍ଣ୍ଣୟ ବେଦ ବୋଲି ମଧ୍ୟ ଗୋଟିଏ ବେଦ। ଠିକ ସେଇଭଳି ଭାବରେ ଏଇ ଯୋଉ ବଳଭଦ୍ରଙ୍କ ରଥ ଯୋଉ ତାଳଧ୍ୱଜ, ଏ ତାଳଧ୍ୱଜକୁ ଜୀବନ ବେଦ ବୋଲି ମଧ୍ୟ କହନ୍ତି। ସେ ବଡ ଠାକୁର ରୁଦ୍ର ହିସାବରେ, ରୁଦ୍ର ସ୍ୱରୂପରେ ବିରାଜମାନ କରନ୍ତି ବଡ ଠାକୁର। ଏଇ ରଥର ଉଚ୍ଚତା 32 ହାତ 10 ଆଙ୍ଗୁଳ। ଆମେ ଯଦି ତାଳଧ୍ୱଜ ରଥ ନନ୍ଦିଘୋଷ ରଥ ସହିତ କମ୍ପେୟାର, ସିଏ ହଉଛି 33 ହାତ 5 ଆଙ୍ଗୁଳ, ଇଏ ହଉଛନ୍ତି 32 ହାତ 10 ଆଙ୍ଗୁଳ, ତାଙ୍କୁ ଟିକେ କମ। ସିଏ ଯଦି ହୁଅନ୍ତି 16ଟି ଚକ, ଇଏ ହଉଛନ୍ତି 14 ଚକ। ଆଉ ସିଏ ଯଦି ହୁଅନ୍ତି 832 ଖଣ୍ଡ ଦାରୁରେ ନିର୍ମିତ ରଥ, ଇଏ ହଉଛି 763 ଖଣ୍ଡ ଦାରୁରେ ନିର୍ମିତ। ସେ ଯଦି ହୁଅନ୍ତି ଆମେ କହୁ ଯୋଉ ବର୍ଗ ଫୁଟ ବୋଲି କହୁ, କ୍ଷେତ୍ରଫଳ 35 ବର୍ଗ ଫୁଟ, ଇଏ ହଉଛନ୍ତି କ୍ଷେତ୍ରଫଳ ଅନୁସାରେ ସେ ହଉଛି 45, ଇଏ ହଉଛି 35 ବର୍ଗ ଫୁଟ। ଆଉ ବେଦୀ ଉପରୁ ରଥର ଉଚ୍ଚତା 22 ହାତ। ଆମେ ଯେମିତି ପୂର୍ବରୁ ନନ୍ଦିଘୋଷ ରଥକୁ ଜାଣିଲେ ଯେ ନାଲି ଆଉ ହଳଦିଆ ହଉଛି ଏଇ ରଥର ଆବରଣ, ପୀତ ଆଉ ଲୋହିତ ବୋଲି କହନ୍ତି। ତାଳଧ୍ୱଜ ରଥର ଯୋଉ ଆବରଣ, ଏଇ ଆବରଣ ସମ୍ପର୍କରେ ଆମେ ଜାଣିବା ଯେ ନୀଳ ବର୍ଣ୍ଣ, ଯାହାକୁ ଆମେ ଇଂରେଜୀରେ ବ୍ଲୁ ରଙ୍ଗ ବୋଲି କହୁ। ରଥର ବର୍ଣ୍ଣ ନୀଳ। ସାରଥୀ ଏହାର ମାତଳି। ଦାରୁକ ହଉଛନ୍ତି ନନ୍ଦିଘୋଷ ରଥର ଏବଂ ମାତଳି ହଉଛନ୍ତି ସାରଥୀ ହଉଛନ୍ତି କାହାର ନା ବଳଭଦ୍ର ରଥର ବା ତାଳଧ୍ୱଜ ରଥର। ତେବେ এই ରଥର ରକ୍ଷକ ହଉଛନ୍ତି ନାଗ, ଶେଷ ନାଗ ବାସୁଦେବ। ଏହାର ଚକ ସଂଖ୍ୟା ଆମେ ଯେମିତି କହୁଛେ ଯେ 14 ଚକ, କିନ୍ତୁ ତାର ଯୋଉ ଗୋଲେଇ, ସେ ଗୋଲେଇ 7 ହାତ ବୋଲି ଲେଖା ଅଛି ଏବଂ 5 ହାତ ବୋଲି ଲେଖା ଅଛି। ଏଇ 7 ହାତ, ତିନିଟି ଯାକ ରଥର ଚକ ପ୍ରାୟ 7 ହାତ କୁହାଯାଏ। ତାଙ୍କର ଘୋଡା 4ଟି, ଯେମିତି ନନ୍ଦିଘୋଷ ରଥରେ ଘୋଡା ହଉଛି 4ଟି, ଏକ ରଥର ଚକ ହଉଛି ଘୋଡା 4ଟି। ଯାହାକୁ ଆମେ ଏତିକି ଜାଣିବା
जे विशेष भाव जहाँ कहती स्थिरा कृति स्थिति और सिद्ध जो ताध्वज रथर जो अच्छा चारिटी अश्व बंधा हुई स्थिरा कृति स्थिति और सिद्ध तत्सहित आम पार्श्व देवता संपर्क शुणा आम तो पार्श्व देवता भितर नंदीघोष रथरे हनुमान को राम लक्ष्मण गोवर्धनधारी श्रीकृष्ण राघव नृसिंह को देखी त्रिविक्रम कपिकृष्ण को ये पार्श्व देवता मान होती गणेश कार्तिकेय सर्वमंगला अर्थात ये जो शिव शिव गण भितर जाऊँच शिव पत्नी होती पार्वती पुत्र होती गणेश कार्तिकेय ये माने समस्त रहती तारध्वज रथरे से विष्णु उनकर पार्षद माने देवता माने ये शिवंकर गण माने पुत्र गणेश गणे नारायण रुद्री अंबिके भास्कर कर्तव्य पंचदेव नमस्ते तत्सहित रथ जो द्वार देश रुद्र सात्यकी अष्टवश आयुध हूँ आम जमी भगवान जगन्नाथ आयुध शंख आ चक्र बोली जानूचे से आयुध हूँ हलमुसल आवरण तो आम जानिले रक्त लाल रंग और नील रंग मिसिक ब्लू रंग मिसिक शिर में अनंत नाग प्रकाश पाई कांकर ना बलदेव बलभद्र एवं रक्षक होती सूर्य भास्कर आउ जो दौड़ी आम टाणु एपटे तो दौड़ी करके शंखचूड़ को देखीचे शंखचूड़ बोली कहे नंदीघोष रथर दौड़ी शंखचूड़ तारध्वज रथर जो रथर दौड़ी ये होती वासुकी जो ऋषि मैंने कहले ये आहरी अष्ट ऋषि अंगिरा पौलस्त्य उल्लह अगस्ती मुद्गल अत्रेय काश्यप आम जमी जानिले चांदुआ जानिले आम रथर चांदुआ कनक मुंडाई चांदुआ ठीक बलदेवंकर बलभद्रंकर तारध्वज रथर जो चांदुआ ये चांदुआटी हूँ कनक मिखला चांदुआ कनक मिखला चांदुआ से कनक मुंडाई कनक वाली सुना सुना मुंडाई चांदुआ ये हूँ कनक मिखला चांदुआ जो मैंने अच्छा आयुध द्वारपाल जमी द्वारपाल भाव एपटे शिव द्वारपाल ब्रह्मा इत्यादि अच्छा नंदीघोष रथरे ठीक से भाव तारध्वज रथरे द्वारपाल होती नंद और सुनंद जमी आम नंदीघोष रथरे आम नेत ना जानी से नेत होती नेत मैंने पताका होती उन्नति उन्मत्ति बोली कहती उन्मत्ति नयमय फड़ा आउ पताकार संकेत हूँ हल लंगल पताकार संकेत हनुमान हल लंगल ये भाव बहु कथा आम रथ चूड़ा भाग करके सेपटे हनुमान रही ये रही अनंत नाग नाग चिन्ह टी रही कौती ना पताकार दैर्घ्य हूँ 33 फुट प्रस्थ हूँ 33 फुट आउ दर्पदल रथ को टी आसिक कहीदेव केतोटी कथा दर्पदल दर्पदल कहती माँ सुभद्रा रथ यह हूँ देवता मान द्वारा प्रदत्त उच्चता हूँ 31 आटे 44 फुट 6 इंच पीठर क्षेत्रफल 33 वर्ग फुट एवं जमी आम जाचे शुणीचे पूर्वर जे केते खंड समिधरे लगे तारध्वज 763 किंतु ये 592 दारुले ये रथ निर्मित पद्म ध्वज रथ बोली कहते चक्र संख्या 12 16 14 12 आ सुभद्रा रथरे सुदर्शन ही रहती
ଏକୁଟିଆ ଦେବୀ ରହନ୍ତିନି, ସୁଦର୍ଶନ ଯିଏ ହଉଛି ରକ୍ଷକ, ସୁଦର୍ଶନ ହିଁ ରହନ୍ତି। ଜଗନ୍ନାଥଙ୍କ ରଥରେ ଜଗନ୍ନାଥ, ବଳଭଦ୍ର ରଥରେ ବଳଭଦ୍ର ସ୍ୱୟଂ ଏବଂ ସୁଭଦ୍ରାଙ୍କ ରଥରେ ଦୁଇ ରହନ୍ତି, ସୁଭଦ୍ରିକା ରହନ୍ତି, ସୁଦର୍ଶନ ରହନ୍ତି। ରଥର ବର୍ଣ୍ଣ ଯୋଉ ଆଭରଣ ନାଲି ଆଉ କଳା ରଙ୍ଗ। ମା କାଳିକା ସ୍ୱୟଂ ଯେଭଳି ଅଛନ୍ତି, ରକ୍ଷକ ହଉଛନ୍ତି ବନ ଦୁର୍ଗା। କାରଣ ଶିବ ତତ୍ଵରେ ଦୁର୍ଗା ତତ୍ଵ, ଶିବ ତତ୍ଵ ଉଭୟ ତତ୍ଵର, ଦୁର୍ଗା ତତ୍ଵ ଆଉ ଶିବ ତତ୍ଵର ଉଭୟ ତତ୍ଵର ରଥାରୂଢ ହଉଛନ୍ତି ଦର୍ପଦଳନ ବା ଦେବଦଳନ ରଥ। ବନ ଦୁର୍ଗା ସେଥିପାଇଁ ଯାଆନ୍ତି। ଆଉ ଯୋଉ ଚାରିଟି ଅଶ୍ଵ, ଅଧର୍ମ, ଅଜ୍ଞାନ, ଅପରାଜିତା ଆଉ ଜ୍ୟୋତିନୀ, ଏଭଳି ଚାରିଟି ହଉଛନ୍ତି ତାଙ୍କର କାହାର ନା ଯୋଉ ରଥ ଦର୍ପଦଳନ ରଥର ଯୋଉ ଅଶ୍ଵ ଚାରିଟି, ଅଧର୍ମ, ଅଜ୍ଞାନ, ଅପରାଜିତା ଆଉ ଜ୍ୟୋତିନୀ। ପାର୍ଶ୍ୱ ଦେବତା ମାନଙ୍କ ମଧ୍ୟରେ